ଏଇଠି ଆସୁନ କହୁନ ଏଇଟା ଆଗଟା ଭିତରେ ମୁଁ ଅଛି ଭିତରେ ଅଛି ଭିତରେ ତଳକୁ ତୋର ଉପରେ ଅଛନ୍ତି। ଆମେ ଗତ ଆମ ପଡ଼ୋଶୀରେ 5 ତାରିଖ ସନ୍ଧ୍ୟା ତାଙ୍କ ଘର ପ୍ରତିଷ୍ଠା ଥିଲା, ତାରି ଉପଲକ୍ଷେ ସେ କିଛି ଭୋଜିର ଆୟୋଜନ କରିଥିଲେ। କିନ୍ତୁ ଗାଁ ସାରା ବି ଲୋକ ଡାକିଥିଲେ, 500 ଲୋକ ଏଷ୍ଟିମେଟ୍ କରିଥିଲେ। କିନ୍ତୁ ପର ମୁହୂର୍ତ୍ତରେ କିଛି ଲୋକ ବର୍ଷା ପାଇଁ ଯାଇନଥିଲେ, ତ କିଛି ଲୋକ ଯାଇଥିଲେ। ତ ଖାଇସାରିଲା ପରେ ଆମେ ସନ୍ଧ୍ୟାଠୁ ପୁଣି ଏଫେକ୍ଟେଡ୍, ସନ୍ଧ୍ୟାରେ ଖାଇଛନ୍ତି, ରାତି 12ଟା 1ଟାରୁ ପୁଣି ଏଫେକ୍ଟେଡ୍ ଆଇଛନ୍ତି। ପେଟ ବଥା, ବାନ୍ତି ହେବା, ଝାଡ଼ା ହେବା, ବିଭିନ୍ନ ପ୍ରକାର ସମସ୍ୟା, ତେଣୁ ବହୁତ ଜୋର ଏଫେକ୍ଟେଡ୍ ହେଇଯାଇଛନ୍ତି। ତେଣୁ ସାର୍ଙ୍କୁ ଆମେ ଯୋଗାଯୋଗ କରିଥିଲୁ ଏବଂ ସାର୍ ମଧ୍ୟ ସେଠି ଯାଇଥିଲେ, ବିଡ଼ିଓ ସାର୍ ମଧ୍ୟ ଇନକ୍ୱାରି ଯାଇଥିଲେ ଏବଂ ହାତୀଗଡ଼ରୁ ଆମର ଇନଚାର୍ଜ ଯାଇଥିଲେ ଏବଂ ସାର୍ମାନେ ବି ଟ୍ରିଟମେଣ୍ଟ କରୁଛନ୍ତି। ଆମ ଗାଁ ଲୋକ ଆମେ ସବୁ ଆଣିଛୁ ଟ୍ରିଟମେଣ୍ଟ କରିବା ପାଇଁ ବ୍ୟସ୍ତ ଅଛୁ। ଆକ୍ରାନ୍ତ ନିଆର ଆବାଉଟ୍ 100ରୁ ଉର୍ଦ୍ଧ୍ୱ ଅଛନ୍ତି, ଏବେ ମଧ୍ୟ ଆସୁଛନ୍ତି, ଏବେ ମଧ୍ୟ ଆଜି ଡେଟ୍ରେ ଆସୁଛନ୍ତି। ଆଉ ତେଣୁ ଆମେ ସବୁ ଚେଷ୍ଟା କରୁଛନ୍ତି, ଡାକ୍ତର ଟିମ୍ ମଧ୍ୟ ଲାଗିଛନ୍ତି, ସବୁ ଚେଷ୍ଟା କରୁଛନ୍ତି। ଆଜ୍ଞା କାଲି ଯାଇଥିଲେ, ରାତିରେ ଯାଇଥିଲେ, ଆଜି ମଧ୍ୟ ଯାଇଥିଲେ। ସମସ୍ତେ ତାଙ୍କ ଚେଷ୍ଟା ପ୍ରବଳ ଲାଗି ରହିଛି ଏବଂ ତାଙ୍କୁ ଧନ୍ୟବାଦ ଆମେ ଜଣାଉଛୁ ଆମ ଗାଁ ତରଫରୁ। ଆଉ ଏଠି ମଧ୍ୟ ସମସ୍ତେ ସାର୍ ଅଛନ୍ତି, ସମସ୍ତେ ଚେଷ୍ଟା କରୁଛନ୍ତି। ଆପଣ ମାଧ୍ୟମରେ ଆମେ କହୁଛୁ, ସାର୍ ମଧ୍ୟ ସମସ୍ତେ ଆସୁଛନ୍ତି, ଜାଣୁଛନ୍ତି, ସମସ୍ତେ ମିଡ଼ିଆ ମଧ୍ୟ ସବୁ ଜାଣୁଛନ୍ତି। ଆମ ଗାଁରେ ହେଉଛି ଭୋଜି ହେଉଥିଲା, ବୁଝିଗଲା, ମୋ ଭେଣୀଙ୍କ ଘରେ ଭୋଜି ହେଉଥିଲା। ତେଣୁ ସମସ୍ତଙ୍କ ତ ଦେହ ଖରାପ ହେଇଛି, କ'ଣ ହେଇଛି ସେଇଟା ଆମେ ଜାଣିନେ, ବୁଝିପାରିଲ। ସମସ୍ତଙ୍କ ଦେହ ହେଉଛି ଖରାପ ଥିଲା, ସମସ୍ତେ ଏବେ ସୁସ୍ଥ ଅଛନ୍ତି, ଟ୍ରିଟମେଣ୍ଟ ଠିକ୍ଠାକ୍ ଚାଲିଛି। ଭୋଜିଟା ହେଉଛି 5 ତାରିଖ ଦିନ ହେଇଥିଲା। ହଁ, କାଲି ସକାଳ କତରୁ ସମସ୍ତଙ୍କର ଦେହ ଖରାପ, ସକାଳୁ ବି ଖରାପ ଥିଲା, ଏବେ ବି ଆସୁଛନ୍ତି ପେସେଣ୍ଟ, ଏବେ ବି ଆହୁରି ଇଏ ହେଉଛନ୍ତି। 100-150 ଜଣ ହେଇଛନ୍ତି। ଏ କଣ୍ଡିସନ୍ ଭଲ ଅଛି, କିଛି ଭଲ ଅଛନ୍ତି, କିଛି ବାଲେଶ୍ୱର ରେଫର ହେଇଛନ୍ତି। ଉପରେ ବି ଅଛି, ଉପରେ ବି ଅଛନ୍ତି। ବାବା ଭରସା ମାନେ କ'ଣ? पात्र इलेक्ट्रोनिक्स संपर्क एक भरोसार